ଜାତୀୟ ବିଜ୍ଞାନ ଦିବସ, ଯାହାକି ଆମେ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ 28 ତାରିଖରେ ସାରା ଭାରତରେ ପାଳନ କରିଥାଉ। ଏହି ଦିବସ ଅବସରରେ ମୁଁ ଆପଣମାନଙ୍କ ପାଇଁ ଏକ ସୁନ୍ଦର ଓ ସହଜ ଭାଷଣ ଏଠାରେ ପ୍ରସ୍ତୁତ କରିଛି। ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଆସନ୍ତୁ ଆରମ୍ଭ କରିବା। ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ, ସମ୍ମାନିତ ଶିକ୍ଷକ ବୃନ୍ଦ ଓ ମୋର ସହପାଠୀଗଣ, ଆଜି ଆମେ ସମସ୍ତେ ଏକ ପବିତ୍ର ଓ ଗର୍ବର ଅବସରରେ ଏକତ୍ରିତ ହୋଇଛେ, ଯାହାକି ହେଉଛି ରାଷ୍ଟ୍ରୀୟ ବିଜ୍ଞାନ ଦିବସ। ପ୍ରତିବର୍ଷ ଫେବୃଆରୀ 28 ତାରିଖରେ ଆମେ ବିଜ୍ଞାନ ଦିବସ ପାଳନ କରୁଛୁ, କାରଣ ଏହି ଦିନରେ ମହାନ ବିଜ୍ଞାନୀ ସିଭି ରମଣ ତାଙ୍କର ଅଦ୍ଭୁତ ଆବିଷ୍କାର ରମଣ ପ୍ରଭାବ ବିଶ୍ୱକୁ ଦେଇଥିଲେ। ତାଙ୍କର ଅଦମ୍ୟ ପ୍ରୟାସ ଓ ଅତୁଟ ସଂକଳ୍ପ ଭାରତକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଥିଲା। ସେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ ତାଙ୍କର ଏହି ପ୍ରସ୍ତୁତି ପାଇଁ। ବିଜ୍ଞାନ କେବଳ ପାଠ୍ୟପୁସ୍ତକର ଅନୁଷ୍ଠାନ ନୁହେଁ, ବିଜ୍ଞାନ ହେଉଛି ଆମର ଦୈନିକ ଜୀବନର ଅଂଶ। ସକାଳେ ଉଠିବାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ, ବିଦ୍ୟୁତ୍, ଇଣ୍ଟରନେଟ୍, ଔଷଧ, ପରିବହନ ସବୁକିଛି ବିଜ୍ଞାନର ଅବଦାନ। ବିଜ୍ଞାନ ଆମକୁ ଅନ୍ଧବିଶ୍ୱାସରୁ ମୁକ୍ତ କରି ସତ୍ୟର ପଥରେ ଆଗକୁ ବଢ଼ିବାକୁ ଶିଖାଏ। ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ବିଜ୍ଞାନ ହେଉଛି ଶକ୍ତି ଓ ପ୍ରଗତିର ମୂଳ ଆଧାର। ଆଜି ଆମର ଦେଶ ଅନ୍ତରୀକ୍ଷ ଅନୁସନ୍ଧାନରେ ବଡ଼ ସଫଳତା ହାସଲ କରୁଛି। ଇସ୍ରୋଙ୍କର ପ୍ରୟାସରେ ଭାରତ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ପହଞ୍ଚି ପାରିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। କ'ଣ ଆପଣ ଜାଣିଛନ୍ତି, ବିଜ୍ଞାନ ଆମକୁ ପ୍ରଶ୍ନ କରିବା ଶିଖାଉଛି? କାହିଁକି ଓ କେମିତି? ଏହି ଦୁଇଟି ପ୍ରଶ୍ନ ହିଁ ଆବିଷ୍କାରର ଆରମ୍ଭ। ଯଦି ଆମେ ଆଜି ଛୋଟ ଛୋଟ ପ୍ରୟୋଗ ଓ ଚିନ୍ତାଧାରାରେ ଲାଗିପଡ଼ିବା, ତେବେ ଆଗାମୀକାଲି ଆମେ ମଧ୍ୟ ଦେଶର ଗର୍ବ ହୋଇପାରିବା। ଆସନ୍ତୁ ଏହି ବିଜ୍ଞାନ ଦିବସରେ ସଂକଳ୍ପ ନେବା, ଆମେ ଅନ୍ଧବିଶ୍ୱାସକୁ ତ୍ୟାଗ କରିବା, ବୈଜ୍ଞାନିକ ଚିନ୍ତାଧାରାକୁ ଗ୍ରହଣ କରିବା ଓ ନବୀନତାର ମାର୍ଗରେ ଦେଶକୁ ଆଗକୁ ନେବା। ଶେଷରେ ମୁଁ କହିବାକୁ ଚାହେଁ, ବିଜ୍ଞାନ ହେଉଛି ଆଲୋକ, ଯାହା ଅଜ୍ଞାନର ଅନ୍ଧକାରକୁ ଦୂର କରେ। ଏଠାରେ ଆମର ଭିଡିଓଟି ସରିଯାଇଛି। ଯଦି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଆପଣ ଭିଡିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ବହୁତ ବହୁତ ଧନ୍ୟବାଦ।